ଖରା ବେଳେ ଭାଇ ଯୋଉ ଖରା ହଉଥିଲା ମାନେ ମାନେ ମାଛ ଶୁଖୁଆ ହେଇଯିବ ମନକୁ ମାନେ ଆଉ ଶୁଖୁଆ କରିବାକୁ ପଡିବନି। ତ ଆମେ ମାନେ ମଣିଷ ଆମେ ମାନେ କଣ ହେଇଯାଉ ଆପଣ ମାନେ ଭାବନ୍ତୁ। ହ୍ୟାଲୋ ଏଭ୍ରିୱାନ୍ ଜୟ ଜଗନ୍ନାଥ ଗୁଡ୍ ମର୍ଣ୍ଣିଂ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ତ ଯେମିତି ଲାଷ୍ଟ ବ୍ଲଗ୍ରେ ଦେଖିଥିଲେ ଏଇଠି ବ୍ଲଗ୍ଟା ମାନେ ଏଣ୍ଡ ହେଇଥିଲା। ତ ଆଜିର ବ୍ଲଗ୍ ଡାଇରେକ୍ଟଲି ପୁରା ଜଙ୍ଗଲର ପଛର ପଟୁ ଷ୍ଟାର୍ଟ କରାହେଉଛି। ତ ଏଇ ପଛଟା ଆମର ହେଉଛି ଜଙ୍ଗଲ ଆମେ ନୟାଗଡ଼ ରିଟର୍ନ କରୁଛୁ ଭୁବନେଶ୍ୱର। ତ ଏଇ ଜଙ୍ଗଲରୁ ଆମେ ବ୍ଲଗ୍ ଷ୍ଟାର୍ଟ କରୁଛୁ। ଆଉ ଭାଇ ଏଠି ଏତେ ଲିଟରାଲି ଏତେ ଖୁସି ଲାଗୁଛି ଏତେ ଶାନ୍ତି ଲାଗୁଛି ମାନେ ଆପଣ କେତେ ବଡ଼ ଏସି ଲଗାନ୍ତୁ କେତେ ଆପଣଙ୍କର ସେଣ୍ଟ୍ରାଲ ଏସି କରନ୍ତୁ ଏଇଭଳିଆ ଥଣ୍ଡା ଆପଣଙ୍କୁ ଜଙ୍ଗଲ ହିଁ କେବଳ ଫିଲ୍ ହେଇପାରିବ ଯୋଉଠି ମାନେ ସ୍ପେଶାଲି ନ୍ୟାଚୁରାଲ ପରିବେଶ ଥିବ ଯୋଉଠି ଆପଣ ଫିଲ୍ କରିପାରିବେ ଯେ ପିଓର ଅକ୍ସିଜେନ୍ ଆସୁଛି ଜଙ୍ଗଲ ଗଛରୁ। ତ ସେଇ ଜାଗାରେ ହିଁ ସେଠି ଥଣ୍ଡା ଲାଗିପାରିବ। ତ ଏଇଠି ସେମିତି କିଛି କିଛି ଲାଗୁଛି ଥଣ୍ଡା ଥଣ୍ଡା ଲାଗୁଛି ବଢ଼ିଆ ଲାଗୁଛି। ଆଉ ସ୍ପେଶାଲି ମୋତେ ବହୁତ ଜଙ୍ଗଲ ଗଛ ଲତା ପସନ୍ଦ ମୋ ଲାଇଫ୍ର। ସେଥିପାଇଁ ଆଜିର ବ୍ଲଗ୍ଟା ଗୋଟେ ୟୁନିକ୍ ହେବାକୁ ଯାଉଛି। ତ ଫାର୍ଷ୍ଟ ଲାଷ୍ଟ ଟାଇମ୍ ଦେଖନ୍ତୁ କ'ଣ କ'ଣ ହେଉଛି ଜାଣନ୍ତୁ। ସାମ୍ନାରେ ରହିଲା ପୁରା ଜଙ୍ଗଲ ପୁରା କେତେ 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 ବଡ଼ ବଡ଼ ଗଛ ଭାଇ ମାନେ କୋଉଠୁ ଏ ଗଛ ମାନେ କେମିତି ଲଗା ହେଇ କେତେ କେତେ ବଡ଼ ହେଇଛି। ତ ନ୍ୟାଚୁରାଲ ପରିବେଶ। ତ ଏଇଟା ରାସ୍ତା ଏଠୁ ଷ୍ଟାର୍ଟ ହେଇଛି ତ ଏଇ ଭିତରଟାକୁ ପୁରା ଜଙ୍ଗଲ ଯାଇଛି। ତ ଏବେ ଆସି ଆମେ ପହଞ୍ଚିଲୁ ଅଧା ବାଟରେ। ତ ଗାଡ଼ି ଚଲେଇ ଚଲେଇ ସକାଳୁ ପୁରା ବୋର୍ ଲାଗିଲାଣି। ତ ଆମେ ଏଇଠି ବାଟରେ ଠିଆ ହେଇଛୁ 5-10 ମିନିଟ୍ ଠିଆ ହେଇଯିବୁ ପୁଣି ବାହାରିଯିବୁ ଭୁବନେଶ୍ୱର। ଫାଇନାଲି ଆମେ ଆସିକି ପହଞ୍ଚିଲୁ ଭୁବନେଶ୍ୱରରେ। ତ ଆମେ ନେଇ ଆସିଥିଲୁ ପ୍ରଭାତଙ୍କ ଘରୁ ଭଣ୍ଡା ନେଇ ଆସିଥିଲୁ କଦଳୀ ଏଇଠି ରହିଲା କାକୁଡ଼ି ବେଲ ଆଉ ଆମ୍ବ ଏଇଠି ଆମେ କାଟିଥିଲୁ ଖାଇବାକୁ ଅବିକା ଭଣ୍ଡା କାଟିଥିଲୁ ଆଉ ବହୁତ ସାରା ଜିନିଷ ଆଣିଛୁ ବ୍ୟାଗ୍ରେ ଅଛି। ତ ସେସବୁ ଜିନିଷ କ'ଣ କ'ଣ ଅଛି ପରେ ଦେଖିବା। ଖରା ବେଳେ ଭାଇ ଯୋଉ ଖରା ହଉଥିଲା ମାନେ ମାନେ ମାଛ ଶୁଖୁଆ ହେଇଯିବ ମନକୁ ମାନେ ଆଉ ଶୁଖୁଆ କରିବାକୁ ପଡ଼ିବନି। ତ ଆମେ ମାନେ ମଣିଷ ଆମେ ମାନେ କ'ଣ ହେଇଯାଉ ଆପଣ ମାନେ ଭାବନ୍ତୁ। ତ ଶୋଇ ପଡ଼ିଥିଲି ଖରାବେଳେ କାରଣ ଆମେ ସକାଳୁ ପରେ ନୟାଗଡ଼ରୁ ଆସିଲୁ 120 କିଲୋମିଟର ବାଇକ୍ ରାଇଡ୍ କରି। ତ ଖରା ଯୋଉ ଭଳିଆ ହଉଥିଲା ଆମେ ଭାବିଲୁ ନାଇଁ ଶୋଇପଡ଼ିବା ରେଷ୍ଟ ନେବା ରେଷ୍ଟ ନେଇକି 4ଟା ବେଳେ ବାହାରି ଯାଇଛି ଡ୍ୟୁଟି। ତ ଏବେ ତ ବଢ଼ିଆ ଲାଗୁଛି ଖରା ଫରା କମିଗଲାଣି ପୁରା ପବନ ପବନ ମାରୁଛି। ତ ମୌସମ ବହୁତ ବଢ଼ିଆ ଅଛି ଥଣ୍ଡା ଥଣ୍ଡା ଲାଗୁଛି। ଏଇଠି ଆମର ଭାତ ବସେଇ ଦେଇଛୁ ପୁରା କାଠ ଥିଲା ସେଇଠି ଜାଳିକିରି ଭାତ ବସେଇଛୁ। ଏଇଠି ମୁଁ 4ଟା ବେଳେ ଘାସ କାଟୁଥିଲି ଏଇସବୁ ଘାସ ସବୁ କଟା ମୁଁ ସବୁ କାଟିଛି। ଏଇଠି ଡିଆସିଲି ମାରି ସବୁ ଜଳେଇକି ପୁରା ମାନେ ଘାସ ସବୁ ଶୁଖିଲା ଘାସ ଥିଲା ଜଳେଇ ଦେଇଛି। ସାମ୍ନାରେ ଦେଖୁଥିବ କେତେ ଗଛରେ ପବନ ହଉଛି ପୁରା ଗଛଟା ହଲୁଛି। ତ ମୌସମଟା ଆପଣଙ୍କୁ ସାମ୍ନାରେ ରହିଲା। ତ ଏବେ ଆସିଲା ଆମ ଷ୍ଟ୍ରିଟ୍ ଲାଇଟ୍ ଜଳିଲାଣି। ଗାଡ଼ିଟା ପୁରା ବାହାର ଥିଲା ପୁରା ଅସନାଳି ହେଇଯାଇଛି ଗାଡ଼ିଟେ ପୋଛାପୋଛି କରିଦେବା କାହିଁକିନା ଧୂସ ମୁସ ହେଲେ ଭଲ ଲାଗିବନି ଚଲେଇବାକୁ ଗାଡ଼ିଟା। ଆସିଗଲା ମୋ ଦୋସା କଚୁମ୍ବର ସହିତ ଏ ରହିଲା ତାକୁ ଖାଇଦେବା ଜଲ୍ଦି ଜଲ୍ଦି। ସନ୍ଧ୍ୟାବେଳେ ଆସିଥିଲି ଡ୍ୟୁଟି କରିବାକୁ ଏବେ ରିଟର୍ନ କରୁଛି। ପବନଟା ମାନେ ବହୁତ ସ୍ପିଡ୍ ରହୁଛି। ତ ଏଇ କେନାଲ ରୋଡ଼ରେ ମୋତେ ଯିବାକୁ ପଡ଼େ ପାଖାପାଖି 2-3 କିଲୋମିଟର ଆମ ରୁମ୍। ତ ସନ୍ଧ୍ୟାବେଳେ କିଛି କାମ କଲେ ପଇସା ପତ୍ର ତ ପାଖରେ ଦରକାର ଯାହା ଭାବରେ ବାହାରେ ରହୁଛୁ ଆମେ। ତ ସେଥିପାଇଁ କିଛି ନିଜର କର୍ମ ବି କରିବା ଦରକାର। ତ ଫାଇନାଲ ରାତିରେ ଆମେ ଖାଇଦେବୁ ପଖାଳ ଭାତ। ଗରମଟା ବହୁତ ଜୋର ହେଉଛି। ଏଠି ବଡ଼ି ଆଉ ଆଳୁ ଟମାଟୋ ଯେଉଁ ଆମର କାକୁଡ଼ିକି ଚକଟି ଦେଇଛୁ ଆଉ ଏଠି ରହିଲା ଆମ୍ବ ରହିଲା ଏସବୁ ମିଶେଇକି ଖାଇବାକୁ ପଡ଼ିବ ଆଉ। ତ କାଲି ରାତିରେ ଆସିଲେ ଲେଟ୍ ହେଇଗଲା ଖାଇ ପିଇକି ମାନେ ସବୁ 12ଟା 12:30 ହେଇଗଲା। ତ କାଲିର ବ୍ଲଗ୍କୁ ଏଣ୍ଡ କରିନଥିଲି। ତ ଚାଲନ୍ତୁ କାଲିର ବ୍ଲଗ୍କୁ ଏଣ୍ଡ କରିବା ଆଜିର ବ୍ଲଗ୍କୁ ଷ୍ଟାର୍ଟ କରିବା। ଆଇ ହୋପ୍ ଆପଣମାନଙ୍କୁ କାଲିର ବ୍ଲଗ୍ସ ପସନ୍ଦ ଆସୁଛି। ଯଦି ପସନ୍ଦ ଆସୁଛି ଲାଇକ୍ କରିଦେବେ ଚ୍ୟାନେଲ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିଦେବେ। ଦେଖା ପୁଣି ଆପଣମାନଙ୍କ ସହିତ ଗୋଟେ ନୂଆ ବ୍ଲଗ୍ସରେ। ଥ୍ୟାଙ୍କ୍ସ ଫର ୱାଚିଂ ମାଇ ବ୍ଲଗ୍ସ।